ଚଢ଼େଇ ବିଷୟରେ ପଢ଼ିଲେ। ଆଜି ଆମେ ଗୃହପାଳିତ ପଶୁ ମାନେ ଘରେ ଯେଉଁ ସବୁ ପଶୁମାନଙ୍କୁ ରଖି ପାଳାଯାଏ ସେମାନଙ୍କ ବିଷୟରେ ଜାଣିବା। ତମ ଘରେ କ'ଣ ପଶୁ ରଖିଛ? କୁକୁର, ଛେଳି କ'ଣ ଅଛି? ତମ ଘରେ ଗାଈ, ଛେଳି, କୁକୁର, ମେଣ୍ଢା କ'ଣ ଅଛି? ତମ ଘରେ ତମ ଘରେ ତମ ଘରେ ତମ ଘରେ ତମ ଘରେ ତମ ଘରେ ବୋଲ ତମ ଘରେ ତମ ଘରେ ତମ ଘରେ ସମସ୍ତଙ୍କ ଘରେ କିଛି ନା କିଛି ଅଛି। ମୁଁ ବର୍ତ୍ତମାନ ତମକୁ ଆମେ ଯେଉଁ ସବୁ ପଶୁ ପକ୍ଷୀ ଘରେ ରଖାଯାଏ ପଶୁମାନଙ୍କୁ ସେ ପଶୁମାନଙ୍କର ଚିତ୍ର ଦେଖେଇକି ଚିହ୍ନେଇବି। ବୁଝିଲ? ଆମେ ବର୍ତ୍ତମାନ ଶିଖିବା। ଏଠି ଢେର ସାରା ଦେଇଛି କି ନାହିଁ? ଆମେ ଘରେ ଏଇମାନଙ୍କୁ ରଖି ସବୁ ପାଳିଥାଉ। ମୁଁ ଜଣେ ଜଣଙ୍କ ନାଁ କହିବି ଆଉ ଚିହ୍ନେଇବି। ଏଇଟା ହଉଛି କୁକୁର। କ'ଣ? କୁକୁରକୁ ଆମେ ଘରେ ରଖୁ କି ନାହିଁ? ଏଇଟା ବିଲେଇ। କ'ଣ? ବିଲେଇକୁ ଘରେ ରଖୁ କି ନାହିଁ? ଏଇଟା ହଉଛି ଛେଳି। ଛେଳିକି ଘରେ ରଖୁ ନାହିଁ? ଛେଳି ମାଂସ ଖାଅ? ମେଣ୍ଢାକୁ ଘରେ ରଖୁ? ମେଣ୍ଢା ଏଇଟା ଗାଈକୁ ଘରେ ରଖୁ ଆମେ? ଏଇଟା ହଉଛି ବଳଦ। କ'ଣ? ଏଇଟା କ'ଣ? ମଇଁଷି ଘରେ ରୁହେ। ଆଚ୍ଛା, ଚମରି ଗାଈ ଘରେ ରୁହେ। ଆଚ୍ଛା, ଘୋଡ଼ା ଘରେ ରହେ। ଗଧିଆ, ଘୁଷୁରୀ, ଠେକୁଆ, ଓଟ ଘରେ ରହେ। ମୂଷା, ନେଉଳ, ଟର୍କି, ମଞ୍ଜା, ବତକ, କୁକୁଡ଼ା, ପାରା, ଶୁଆ। ଆଚ୍ଛା, ୟା ଭିତରେ ଆମର ଯେତେ ଚିତ୍ର ଅଛି ସବୁଗୁଡ଼ା ଘରେ ରୁହନ୍ତି। ତା ଭିତରୁ ତମମାନଙ୍କ ଘରେ କ'ଣ କୁକୁର ଅଛି? କାହା ଘରେ? କୁକୁର କାହା ଘରେ ଅଛି? ନାହିଁ। ବିଲେଇ କାହା ଘରେ ଅଛି? ତମ ଘରେ ଅଛି। ଛେଳି କାହା ଘରେ ଅଛି? ଛେଳି ଅଛି? କେତେଟା ଅଛି? 6ଟା। ଛେଳିର କେତେଟା ଗୋଡ଼ କହିଲ? 4ଟା ଗୋଡ଼। ଆଚ୍ଛା, ଛେଳିର ଲାଞ୍ଜ ଅଛି ନା ନାହିଁ? ଅଛି। କୁକୁରର ଲାଞ୍ଜ ଅଛି ନା ନାହିଁ କହିଲ? ବିଲେଇର ଲାଞ୍ଜ ଅଛି ନା ନାହିଁ? ଅଛି। ନେଉଳର ଲାଞ୍ଜ ଅଛି ନା ନାହିଁ? ଅଛି। ଏଇଟା ଲାଞ୍ଜ ଲମ୍ବି ଯାଉଛି ନାଇଁ? ମୂଷାର ଲାଞ୍ଜ ଅଛି ନା ନାହିଁ? ଅଛି। ଓଟର ଅଛି। ଗଧିଆର ଅଛି। ତାହେଲେ ଆମେ ଯେମିତି ପଶୁ ବିଷୟରେ ଜାଣିଲେ ଏମାନେ ସବୁ ଆମ ଘରେ ରହି ଥାନ୍ତି। ତେଣୁ ଆମେ ଆଜି ଗୃହପାଳିତ ପଶୁ ବିଷୟରେ ସମସ୍ତେ ଜାଣିଲୁ।